ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି ହେଉଛି 29 ନଭେମ୍ବର 2025 ମସିହା ଶନିବାର। ଆସନ୍ତୁ ଜାଣିବା ଆମ ଦେଶ ବିଦେଶ ଏବଂ ଆମ ରାଜ୍ୟରେ ଘଟୁଥିବା ମୁଖ୍ୟ ଖବର ଗୁଡ଼ିକ। ଆଜିର ପ୍ରଥମ ଖବର, ବିଧାନସଭାରେ ଆରମ୍ଭ ହୋଇଯାଇଛି ଶୀତକାଳୀନ ଅଧିବେଶନ। ଏହି ଅଧିବେଶନରେ 17,400 କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ ହୋଇଛି। ଆଜ୍ଞା ହଁ, ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ଅପରାହ୍ନ 2025-26 ଆର୍ଥିକ ବର୍ଷ ଲାଗି ଗୃହରେ ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ଆର୍ଥିକ ବର୍ଷ 17,400 କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ ହୋଇଛି। ଏହି ଅତିରିକ୍ତ ବଜେଟ୍ ଆଗତ ହେବା ପରେ ଗୃହକୁ ମୁଲତବୀ ରଖାଯାଇଛି। ସରକାରୀ ଯୋଜନା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବାବଦରେ 13,716 କୋଟି ଟଙ୍କା ଏବଂ ପ୍ରଶାସନିକ କାର୍ଯ୍ୟ ବାବଦକୁ 3,379 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଅତିରିକ୍ତ ବଜେଟ୍ ମଧ୍ୟରେ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପ, ସଂସ୍କୃତି ଏବଂ ମହିଳା ସଶକ୍ତିକରଣ ଆଦି ବିଭାଗର ମୁଖ୍ୟ କାର୍ଯ୍ୟକ୍ରମ ରହିଛି। ଏହି ଶିଶୁ ଏବଂ ମହିଳା ସଶକ୍ତିକରଣ ପାଇଁ 751 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ସୁଭଦ୍ରା ଯୋଜନା ପାଇଁ 2,095 କୋଟି ଟଙ୍କା ପ୍ରଦାନ କରାଯାଇଛି। ଅଙ୍ଗନବାଡ଼ି ଏବଂ ଅଙ୍ଗନବାଡ଼ି ଅସମ୍ପୂର୍ଣ୍ଣ କୋଠା ପାଇଁ 200 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମମତା ଯୋଜନା ଅଧୀନରେ ଗର୍ଭବତୀ ମହିଳାମାନଙ୍କ ପାଇଁ ସର୍ବମୂଳକ ନଗଦ ହସ୍ତାନ୍ତର ପାଇଁ 142 କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବଜେଟ୍ ବିଭିନ୍ନ ପ୍ରକାର ସ୍ଥିର କରାଯାଇଛି। ପରବର୍ତ୍ତୀ ଖବର, ବର୍ତ୍ତମାନ ସମୟରେ ରାଜ୍ୟରେ 1,289ଟି ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍ ସଂଯୋଗ। ଆଜ୍ଞା ହଁ, ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ 2025 ମସିହା ଚାଲୁଛି, ବର୍ତ୍ତମାନ କେତେକ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ନାହିଁ। ରାଜ୍ୟରେ 1,289 ପ୍ରାଥମିକ ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍ ସଂଯୋଗ। ଅନ୍ଧାରରେ ପାଠ ପଢ଼ୁଛନ୍ତି କୋମଳମତି ଛାତ୍ରଛାତ୍ରୀ। ରାଜ୍ୟରେ 1,500ରୁ ଉର୍ଦ୍ଧ୍ୱ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ନଥିବା କଥା କହିଛନ୍ତି ମନ୍ତ୍ରୀ। 290 ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ନାହିଁ। ରାଜ୍ୟରେ ସମୁଦାୟ ସରକାରୀ ବିଦ୍ୟାଳୟ ସଂଖ୍ୟା 48,522। ସେହିପରି ଶତାଧିକ ବିଦ୍ୟାଳୟରେ ନାହିଁ ଶୌଚାଳୟ। 144ଟି ସ୍କୁଲରେ ଶୌଚାଳୟ ନାହିଁ। ଏନେଇ ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତେବେ ସମସ୍ତ ବିଦ୍ୟାଳୟରେ ପାନୀୟ ଜଳ ସୁବିଧା ଥିବା କଥା ମନ୍ତ୍ରୀ କହିଛନ୍ତି। ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟରେ କେଉଁ ଜିଲ୍ଲାରେ ସମୁଦାୟ କେତେ ଗୋଟି ଏବଂ କେଉଁ ବର୍ଗର ବିଦ୍ୟାଳୟ ଅଦ୍ୟାବଧି ଶୌଚାଳୟ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ସୁବିଧା ଇତ୍ୟାଦି ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ। ସେହିପରି 2024-25 ଠାରୁ ଅଦ୍ୟାବଧି କେତେ ଗୋଟି ବିଦ୍ୟାଳୟରେ ଶୌଚାଳୟ ଏବଂ ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣର ସୁବିଧାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ମଧ୍ୟ ହିସାବ ମାଗିଥିଲେ। ଏହାକୁ ସୂଚନା ପ୍ରଦାନ କରିବାକୁ ଯାଇ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାର ଉତ୍ତର ରଖିଛନ୍ତି। 2024-25 ଆର୍ଥିକ ବର୍ଷ ତଥ୍ୟ ଅନୁଯାୟୀ ମୋଟ 1,579ଟି ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ନଥିବା କଥା କହିଛନ୍ତି। ଏଥିମଧ୍ୟରୁ 1,279ଟି ପ୍ରାଥମିକ ବିଦ୍ୟାଳୟ ଏବଂ 290ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ 10ଟି ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ନଥିବା କଥା ଜଣାପଡ଼ିଛି। ସେଥିରୁ ସର୍ବାଧିକ ଆଦିବାସୀ ଅଧ୍ୟାନିକ ଜିଲ୍ଲା କନ୍ଧମାଳ 278ଟି ପ୍ରାଥମିକ ବିଦ୍ୟାଳୟରେ ଆଲୋକୀକରଣର ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇପାରିନାହିଁ। ସେହିପରି ନବରଙ୍ଗପୁରରେ 227ଟି ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ନଥିବା କଥା କହିଛନ୍ତି ବିଭାଗୀୟ ମନ୍ତ୍ରୀ। ପରବର୍ତ୍ତୀ ଖବର, ଆଦର୍ଶ ଚିଟ୍‌ଫଣ୍ଡ ଠକେଇ ଘଟଣା। ଆଜ୍ଞା ହଁ, ଭୁବନେଶ୍ୱର ଏବଂ କଟକରେ ଇଡିର ଜୋରଦାର ଚଢ଼ାଉ। ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଚଢ଼ାଉ ଚାଲିଛି। ଏହା ଇଡି ଚଳାଇଛି। ନୟାପଲ୍ଲୀ ଜଣଙ୍କର ଘରେ ଚାଲିଛି ରେଡ୍। ଆଦର୍ଶ ଚିଟ୍‌ଫଣ୍ଡ ଠକେଇ ଘଟଣାରେ ଛାନଭିନ୍ କରୁଛି ଇଡି। କଟକର ନିଶ୍ଚିନ୍ତ କୋଇଲି ଏବଂ ଭୁବନେଶ୍ୱରର ବଡ଼ ଧରଣର ଇଡି ଚଢ଼ାଉ ଚାଲିଛି। ଭୁବନେଶ୍ୱରରେ 2ଟି ସ୍ଥାନରେ ପ୍ରବର୍ତ୍ତନାଳୟ ନିର୍ଦ୍ଦେଶର ଚଢ଼ାଉ ଜାରି ରହିଛି। ଏହା ସହିତ ନିଶ୍ଚିନ୍ତ କୋଇଲିରେ 2 ଜଣଙ୍କ ଘରେ ଇଡି ତଦନ୍ତ କରି କାଗଜପତ୍ର ଯାଞ୍ଚ କରୁଛି। ନିଶ୍ଚିନ୍ତ କୋଇଲି ଅଞ୍ଚଳର ନତରାଇ ଏବଂ ରାମକୃଷ୍ଣପୁର 2 ଜଣଙ୍କ ବ୍ୟକ୍ତିଙ୍କ ଘରେ ଆଦର୍ଶ ଚିଟ୍‌ଫଣ୍ଡ ଠକେଇ ମାମଲାର ପ୍ରବର୍ତ୍ତନାଳୟ ନିର୍ଦ୍ଦେଶ ପକ୍ଷରୁ ତଦନ୍ତ ଜାରି ରହିଛି। ପୂର୍ବରୁ ଏହି ଠକେଇ ମାମଲାରେ ତାଙ୍କୁ 4 ବର୍ଷ ଜେଲ୍ ଦଣ୍ଡ ଶୁଣାଇଛି କୋର୍ଟ। ପରବର୍ତ୍ତୀ ଖବର, 20ରୁ କମ୍ ଛାତ୍ରଛାତ୍ରୀ ଥିଲେ ଖୋଲିବନି ସ୍କୁଲ। ଆଜ୍ଞା ହଁ, ରାଜ୍ୟରେ ବର୍ତ୍ତମାନ ଖୋଲିବନି 20ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଗୃହରେ ବିଜେଡି ସଦସ୍ୟ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ନିତ୍ୟାନନ୍ଦ ଗଣ୍ଡ।
ଏହାର ଉତ୍ତରରେ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ 20ରୁ ଅଧିକ ପିଲା ଥିଲେ ତାହାକୁ ବିଚାର କରାଯିବ, କିନ୍ତୁ ବିଗତ ସରକାର 20ରୁ କମ୍ ଥିବା ଛାତ୍ରଛାତ୍ରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ିଛି। ଏହାକୁ ଗୁରୁତର ସହିତ ନେଇଛନ୍ତି ବର୍ତ୍ତମାନ ସରକାର। ପିଲାମାନେ ଯେପରି ଶିକ୍ଷାଦାନରୁ ବଞ୍ଚିତ ନ ହେବେ ସେଥିପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି। ବିଗତ ସରକାର ବିଚାର ନ କରି ତରବରିଆ ହୋଇ ସ୍କୁଲଗୁଡ଼ିକ ବନ୍ଦ କରିଥିଲେ, କିନ୍ତୁ ବର୍ତ୍ତମାନର ସରକାର ତାହାକୁ ଖୋଲିଛନ୍ତି। ଏହା ସହ ଯେଉଁ ସ୍କୁଲରେ 20ରୁ ଉର୍ଦ୍ଧ୍ୱ ପିଲା ଅଛନ୍ତି, ଜିଲ୍ଲା କମିଟିରେ ପ୍ରସ୍ତାବ ଦେଲେ ରାଜ୍ୟ କମିଟି ତାର ତଦନ୍ତ କରି ଏହା ଉପରେ ବିଚାର କରିବ। ଯଦି ସ୍କୁଲଗୁଡ଼ିକରେ ପୁନଃ ଖୋଲିବାକୁ ଯୋଗ୍ୟତା ହାସଲ କରିବେ ତାହେଲେ ସ୍କୁଲଗୁଡ଼ିକ ନିଶ୍ଚିନ୍ତ ଖୋଲାଯିବ। ଚଳିତ ବର୍ଷ ସରକାର ବନ୍ଦ ହୋଇଥିବା 46ଟି ସ୍କୁଲକୁ ଖୋଲିଛନ୍ତି ଏବଂ ଆହୁରି 5ଟି ବିଦ୍ୟାଳୟ ଉପରେ ମଧ୍ୟ ବିଚାର ଜାରି ରହିଛି। କିନ୍ତୁ ଯେଉଁଠାରେ 20ରୁ କମ୍ ପିଲା ଅଛନ୍ତି ସେହି ବିଦ୍ୟାଳୟଗୁଡ଼ିକ ଆଉ ଖୋଲିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ଗଣ୍ଡ। ପରବର୍ତ୍ତୀ ଖବର, ଉଚ୍ଚଶିକ୍ଷା ବିଭାଗର ବିକଳ ଚିତ୍ର ପଦାରେ ପକାଇଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଆଜ୍ଞା ହଁ, ରାଜ୍ୟରେ 8 କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ଯାତନା ଏବଂ ଶୋଷଣ ଅଭିଯୋଗ। 8ଟି କଲେଜରୁ ଛାତ୍ରୀ ଯୌନ ନିର୍ଯାତନା ଏବଂ ଶୋଷଣ ଅଭିଯୋଗ ଆସିଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ସୂର୍ଯ୍ୟବଂଶୀ ସୁରଜ ବିଧାୟକ ଅରିନ୍ଦମ ପାତ୍ରଙ୍କର ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି ଯେ ରାଉରକେଲା ସ୍ୱୟଂଶାସିତ କଲେଜରୁ 3 ଘଟଣା ସାମ୍ନାକୁ ଆସିଛି। ସେହିପରି ଜିଏମ୍ ବିଶ୍ୱବିଦ୍ୟାଳୟ ଓ ଯାଜପୁର ବାଲିଆ କଲେଜରୁ ଗୋଟିଏ ଅଭିଯୋଗ ଆସିଛି। ଅନୁଗୁଳ, ବରଗଡ଼, ଟିଟିଲାଗଡ଼ରୁ ଗୋଟିଏ ଲେଖାଏଁ ଏଭଳି ଅଭିଯୋଗ ଆସିଛି। ସେହିପରି ବାଲେଶ୍ୱର ଏଫ୍ଏମ୍ କଲେଜରୁ ଏହି ଗୋଟାଏ ଘଟଣା ଆସିଛି। 7ଟି ଘଟଣାରେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଏବଂ ଅଭିଯୋଗକୁ ନଜରକୁ ଆସିଛି। ଗୋଟିଏ କଲେଜରୁ ର୍ୟାଗିଂ ହେବାର ଅଭିଯୋଗ ଛାତ୍ରୀ ଆଣିଛନ୍ତି। ସେହିପରି 8 କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ଯାତନା ଏବଂ ଶୋଷଣର ଅଭିଯୋଗ, ଯାହାକୁ କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ପରବର୍ତ୍ତୀ ଖବର, ଭୁବନେଶ୍ୱରରେ କେନ୍ଦ୍ରୀୟ ବିଦ୍ୟାଳୟ 3 ସାମ୍ନାରେ ହୋଇଛି ବୋମା ମାଡ଼। ଆଜ୍ଞା ହଁ, ଗତକାଲି ସକାଳୁ ସକାଳୁ ଏକ ଖବର ଆସିଥିଲା। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ 3 ଫାଟକ ଉପରକୁ ବୋମା ମାଡ଼ ହୋଇଥିଲା। ମଞ୍ଚେଶ୍ୱର ଥାନା ପୋଲିସ ଏବଂ ରେଳ ବିଭାଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ସହିତ ଘଟଣାସ୍ଥଳରେ ମଧ୍ୟ ଯାଞ୍ଚ ଆରମ୍ଭ କରିଛି ଏନ୍ଆଇଏ ଟିମ୍। ତେବେ ବୋମାରେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ତେବେ ସ୍ଥାନୀୟ ଅଞ୍ଚଳରେ ଏକାଧିକ ସିସିଟିଭି କ୍ୟାମେରା ଜଗିଥିବାରୁ ସେସବୁକୁ ଅନୁଧ୍ୟାନ କରୁଛି ପୋଲିସ। ବିଦ୍ୟାଳୟ ଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ କାହିଁକି ଏବଂ କିଏ ବୋମା ମାଡ଼ କରିଛି ତାହା ଜଣାପଡ଼ି ନାହିଁ। ଫଳରେ ପୋଲିସ ଏହାକୁ ତଦନ୍ତ ଚଳାଇଛି। ପରବର୍ତ୍ତୀ ଖବର, ବଢ଼ିଲା ମାଓବାଦୀମାନଙ୍କର ଆତ୍ମସମର୍ପଣ ରାଶି। ଆଜ୍ଞା ହଁ, ମାଓବାଦୀମାନେ ଆତ୍ମସମର୍ପଣ କଲେ ତାଙ୍କୁ ଯେଉଁ ପୁରସ୍କାର ରାଶି ପ୍ରଦାନ କରାଯାଏ ତାହାର ଉନ୍ନତି ହୋଇଛି। ଅସ୍ତ୍ର ଛାଡ଼ି ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର। ରାଜ୍ୟରେ ମାଓ ଏବଂ ଉଗ୍ରତାକୁ ଦୂର କରିବା ପାଇଁ ଓଡ଼ିଶା ସରକାର ଆର୍ଥିକ ସହାୟତା ଏବଂ ଆତ୍ମସମର୍ପଣ, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ପୁରସ୍କାର ପାଇଁ ବୃଦ୍ଧି କରିଛନ୍ତି ରାଶି। ସଂଶୋଧିତ ଏବଂ ଆତ୍ମସମର୍ପଣ ରାଶି ବୃଦ୍ଧି ହୋଇଛି। ଏଗୁଡ଼ିକ ଯଥାକ୍ରମେ ଲାଇଟ୍ ମେସିନ୍ ଗନ୍ ସହ ଆତ୍ମସମର୍ପଣ କଲେ ମିଳିବ 4,95,000 ଟଙ୍କା ଏବଂ AK-47 ସହିତ ଆତ୍ମସମର୍ପଣ କଲେ ମିଳିବ 3,30,000। SLR ସହିତ ଆତ୍ମସମର୍ପଣ କଲେ ମିଳିବ 1,65,000। 10 ଲକ୍ଷ ପୁରସ୍କାର ଥିବା ମାଓବାଦୀମାନେ ଆତ୍ମସମର୍ପଣ କଲେ ମିଳିବ 5 ଲକ୍ଷ ଟଙ୍କା। ସେମାନଙ୍କ ନାଁରେ ଥିବା ସବୁ ଛୋଟମୋଟ ମାମଲାକୁ ସରକାର ପ୍ରତ୍ୟାହାର କରିନେବେ। ସେହିପରି ପଲିଟିକ୍ସ ବ୍ୟୁରୋ ସେଣ୍ଟ୍ରାଲ କମିଟି ମେମ୍ବରମାନଙ୍କୁ ମିଳିବ 1,10,00,000। ଟେଷ୍ଟ କମିଟି ସଦସ୍ୟ, ସ୍ପେଶାଲ ଜେନେରାଲ କମିଟି ସଦସ୍ୟ ଆତ୍ମସମର୍ପଣ କଲେ ମିଳିବ 55 ଲକ୍ଷ ଟଙ୍କା ଏବଂ ରିଜନାଲ କମିଟି ସଦସ୍ୟଙ୍କୁ 33 ଲକ୍ଷ, ଡିଭିଜନାଲ କମିଟି ସଦସ୍ୟଙ୍କୁ 27.5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପରବର୍ତ୍ତୀ ଖବର, ମନ୍ମଥ ରାଉତରାୟଙ୍କ ବିରୋଧରେ ସାଇବର ଥାନାରେ ମାମଲା ରୁଜୁ। ଆଜ୍ଞା ହଁ, ବିଜେଡିର ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଭୁବନେଶ୍ୱର ସାଇବର ଥାନାରେ ମନ୍ମଥଙ୍କ ନାଁରେ ରୁଜୁ ହୋଇଛି ମାମଲା। ବିଜେପି ଲିଗାଲ ସେଲ୍ରେ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିବା କଥା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। କିନ୍ତୁ ଏନେଇ ମନ୍ମଥଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅଭିଯୋଗରେ କୁହାଯାଇଛି ଯେ ବିଜେଡି ନେତା ମନ୍ମଥ ରାଉତରାୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ଅଭଦ୍ରଶୀଳ ଏବଂ ଅଶ୍ଳୀଳ, ଭିତ୍ତିହୀନ, ଭ୍ରାନ୍ତିକର ମନ୍ତବ୍ୟ ପୋଷ୍ଟ ଏବଂ ପ୍ରଚାର କରିଛନ୍ତି।
ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ କରାଯାଇଥିବା ଏହି ପୋଷ୍ଟରେ ଜନସାଧାରଣମାନଙ୍କୁ ଭ୍ରମିତ କରିବ ଏବଂ ବିଶୃଙ୍ଖଳା ସୃଷ୍ଟି କରିବାରେ ସକ୍ଷମ। ତେଣୁ ମାନହାନି ଅଭିଯୋଗ ଏବଂ ଭାରତୀୟ ନ୍ୟାୟ ସଂହିତା ଏବଂ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଆଇନ 2000ରେ ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରାଯାଇଛି। ପରବର୍ତ୍ତୀ ଖବର, ଭାରତ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ପ୍ରଥମ ସ୍ଥାନ ହାସଲ କରିଛି ଓଡ଼ିଶା। ଆଜ୍ଞା ହଁ, ଦିଲ୍ଲୀରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳା 2025ରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତର ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ପାଇଁ ଖୁସି ବ୍ୟକ୍ତ ମଧ୍ୟ କରିଛନ୍ତି ଏବଂ ଟିମ୍ ଓଡ଼ିଶାକୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନ୍ତର୍ଜାତୀୟ ଏବଂ ଜାତୀୟ ସ୍ତରରେ ରାଜ୍ୟର ମର୍ଯ୍ୟାଦାକୁ ବୃଦ୍ଧି କରିବା ଦିଗରେ ଏହା ଏକ ଉଲ୍ଲେଖଯୋଗ୍ୟ ପଦକ୍ଷେପ ହେବ। ସମୁଦାୟ 31ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗ ଦେଇଥିଲେ। ଓଡ଼ିଶାର ସାମଗ୍ରୀ ପ୍ରଦର୍ଶନ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ଏହା ଏକ ବଡ଼ ସଫଳତା ହାସଲ କରିଛି। କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ଓଡ଼ିଶା ଏହି ପୁରସ୍କାର ପାଇବା ସହିତ ଏହାକୁ ମିଶାଇ 2 ଥର ଗୋଲ୍ଡ ମେଡାଲ ପାଇସାରିଛି। ଫଳରେ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି। ପରବର୍ତ୍ତୀ ଖବର, ଡିସେମ୍ବର 1 ତାରିଖରେ ବସ୍ ବନ୍ଦ ଡାକରା ନିଷ୍ପତ୍ତିକୁ ପ୍ରତ୍ୟାହାର। ଆଜ୍ଞା ହଁ, ଡିସେମ୍ବର 1 ତାରିଖରେ ବସ୍ ବନ୍ଦ ଡାକରା ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ଏହି ବନ୍ଦ ଡାକରାକୁ ପ୍ରତ୍ୟାହାର କରିଛି ଘରୋଇ ବସ୍ ସଂଘ। ପରିବହନ ବିଭାଗ ସହ ଆଲୋଚନା ପରେ ପ୍ରତ୍ୟାହୃତ କରାଯାଇଥିବା ଏହା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ସଂଘର ନିଷ୍ପତ୍ତି ପ୍ରତ୍ୟାହାର କରିଥିବା ନେଇ ପ୍ରେସ୍ ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ। ସେ କହିଛନ୍ତି ଯେ ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବନି ପ୍ରତିଶ୍ରୁତି ପରେ ଏହି ଆନ୍ଦୋଳନକୁ ଆମ୍ଭେ ପ୍ରତ୍ୟାହାର କରିଛୁ। ନିଷ୍ପତ୍ତି ନେଇ ଅଧିକ ତର୍ଜମା ଏବଂ ପରୀକ୍ଷଣ ସପକ୍ଷରେ ପ୍ରସ୍ତାବ ସାମିଲ ମିଳିଛି। ପରବର୍ତ୍ତୀ ଖବର, ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କର ନାଁ ପସନ୍ଦ। ଆଜ୍ଞା ହଁ, ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ନେଇ ରାଜ୍ୟ ସରକାରଙ୍କୁ ବଡ଼ ଝଟକା ଲାଗିଛି। ସାଂସଦ ଏବଂ ବିଧାୟକଙ୍କ ସୁପାରିଶ କ୍ଷମତାକୁ ଖାରଜ କରିଛନ୍ତି ହାଇକୋର୍ଟ। ଏନେଇ ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କରାଯାଇଛି। ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାଁ ପସନ୍ଦ କରିଛନ୍ତି ହାଇକୋର୍ଟ। 15 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି କ୍ଷମତା ଦେଇଥିଲେ ସରକାର। ଏହି କ୍ଷମତା ସରକାର ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା। ଏହାପରେ ହାଇକୋର୍ଟ ଏହାକୁ ନାଁ ପସନ୍ଦ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ସମ୍ପୂର୍ଣ୍ଣ ମନା କରିଦେଇଛନ୍ତି ହାଇକୋର୍ଟ। ଏହା ରାୟ ସଂରକ୍ଷଣ ରଖାଯାଇଥିଲା, ଯାହା ବର୍ତ୍ତମାନ ପ୍ରକାଶ ପାଇଛି। ପରବର୍ତ୍ତୀ ଖବର, ହଂକଂରେ ଭୟଙ୍କର ଅଗ୍ନିକାଣ୍ଡ। ଆଜ୍ଞା ହଁ, ହଂକଂର ତୋଇପୋ ସହରରେ ତୋଇପୋ ଜିଲ୍ଲାରେ ଏକ 31 ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା 44କୁ ପହଞ୍ଚିଛି। ତେବେ 300ରୁ ଅଧିକ ନିଖୋଜ ଅଛନ୍ତି। ଏହା ସହିତ 15ରୁ ଅଧିକ ଗୁରୁତର ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। CNN ରିପୋର୍ଟ ଅନୁଯାୟୀ ନିଖୋଜମାନଙ୍କୁ ଖୋଜାଖୋଜି କରିବା ପାଇଁ ପ୍ରଚେଷ୍ଟା ଚାଲିଛି। ନିଆଁ ଲାଗି ରହିଥିବାରୁ ଉପର ମହଲାରେ ଫସି ରହିଥିବା ବାସିନ୍ଦାମାନଙ୍କ ପାଖକୁ ପହଞ୍ଚି ପାରୁନାହାନ୍ତି ଅଗ୍ନିଶମ କର୍ମଚାରୀ। ଏଥିରୁ ଆପାର୍ଟମେଣ୍ଟରୁ ପ୍ରାୟ 700 ଜଣଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ସେଲ୍ଟରକୁ ପଠାଯାଇଛି ଏବଂ ରେସ୍କ୍ୟୁ ଅପରେସନ ଚାଲୁଛି। ଏହି କମ୍ପ୍ଲେକ୍ସ ପାଖାପାଖି ଲାଗି ରହିଥିବା 8ଟି ବିଲ୍ଡିଂକୁ ମଧ୍ୟ ବ୍ୟାପିଛି ଅଗ୍ନି, ଯେଉଁଥିରେ ପ୍ରାୟ 200ରୁ ଅଧିକ ଫ୍ଲାଟ୍ ରହିଛି। ନିଆଁ ଲିଭା କାମରେ 128ଟି ଫାୟାର ବ୍ରିଗେଡ୍ ଟ୍ରକ୍ ଏବଂ 770 ଫାୟାରମ୍ୟାନ୍ ସାମିଲ ଅଛନ୍ତି ଏବଂ 57ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି। ତେବେ କେମିତି ଏହା ଅଗ୍ନିକାଣ୍ଡ ଘଟିଲା, ଏହାର କାରଣ ସ୍ପଷ୍ଟ ହୋଇପାରିନାହିଁ। ଏହି ଅଗ୍ନିକାଣ୍ଡ ହଂକଂର ପ୍ରାୟ 30 ବର୍ଷରୁ ଥିବା ଅଗ୍ନିକାଣ୍ଡ ମଧ୍ୟରେ ସର୍ବାଧିକ। ତୋଇପୋ ଜିଲ୍ଲାରେ ଅବସ୍ଥିତ ଏହି ଅଗ୍ନିକାଣ୍ଡରେ ପ୍ରାୟ 16 ଘଣ୍ଟା ଧରି ଚାଲିଥିଲା ଏହି ଅଗ୍ନିର ତାଣ୍ଡବ ଲୀଳା ଏବଂ ଅଗ୍ନିଶମ କର୍ମଚାରୀମାନେ ବିଶେଷ କରି 3ଟି ବଡ଼ ବଡ଼ ଟାୱାର ଉପରେ ସେମାନଙ୍କର ଧ୍ୟାନ କେନ୍ଦ୍ରିତ କରି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି। ପରବର୍ତ୍ତୀ ଖବର, ପୁନର୍ବାର ଆସନ୍ତା ଡିସେମ୍ବର 1 ତାରିଖରେ ଖୋଲିବାକୁ ଯାଉଛି ଗୁଣ୍ଡିଚା ମନ୍ଦିର। ଆଜ୍ଞା ହଁ, ଭକ୍ତଙ୍କ ପାଇଁ ପୁଣି ଥରେ ଖୋଲିବ ଗୁଣ୍ଡିଚା ମନ୍ଦିର। ଡିସେମ୍ବର 1 ତାରିଖରେ ଏହା ଖୋଲିବାକୁ ଯାଉଛି। ପ୍ରାୟ ଦୀର୍ଘ 6 ବର୍ଷ ହେଲା ବନ୍ଦ ରହିଛି ଏହି ମନ୍ଦିର। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଜିଲ୍ଲାପାଳ କହିଛନ୍ତି ଯେ ଗୁଣ୍ଡିଚା ମନ୍ଦିର ନିକଟରୁ ହଟିବ ଜବରଦଖଲ ଏବଂ ଭକ୍ତମାନଙ୍କ ପାଇଁ ହେବ ବ୍ୟବସ୍ଥା। ଗୁଣ୍ଡିଚା ମନ୍ଦିର ପରିଚାଳନା କରିବ ଶ୍ରୀମନ୍ଦିର ପ୍ରଶାସନ।
ଟିକେଟ ଦର୍ଶନ ହେବ କି ନାହିଁ ଏ ନେଇ ସ୍ପଷ୍ଟ ହୋଇନାହିଁ। ଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ନିକଟରେ ହୋଇଥିବା ଜବରଦଖଲ ହଟାଇ ଦିଆଯାଇଛି ଏବଂ ଦର୍ଶନାର୍ଥୀମାନଙ୍କ ପାଇଁ ସୁଗମ ଦର୍ଶନ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି। ଏସ୍ଜେଟିଏ ମନ୍ଦିରରେ ସମସ୍ତ କାର୍ଯ୍ୟକ୍ରମ ସିଧାସଳଖ ପରିଚାଳନା କରାଯିବ। ପୂର୍ବରୁ ଅକ୍ଟୋବର 30ରେ ଏସ୍ଜେଟିଏ ମୁଖ୍ୟ ପ୍ରଶାସନ ଅରବିନ୍ଦ କୁମାର ପାଢ଼ୀ କହିଥିଲେ ଯେ ଗୁଣ୍ଡିଚା ମନ୍ଦିର ଖୋଲାଯିବା ନେଇ ଖୁବ୍ ଶୀଘ୍ର ବିଚାର କରାଯିବ ଏବଂ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରି ଆଶ୍ୱାସନା ଦେଇଥିଲେ। ଦେଶସାରା ଭକ୍ତ ଏବଂ ପର୍ଯ୍ୟଟକଙ୍କର ପୁନର୍ବାର ପୁନଃ ଖୋଲିବା ପାଇଁ ଉତ୍ସାହ ଏବଂ ଉଦ୍ଦୀପନାରେ ଅପେକ୍ଷାରେ ଅଛନ୍ତି।